ବାଃ କି ସୁନ୍ଦର ଜାମୁକୋଳି ଗଛ। ଜାମୁକୋଳି ଯେତେ ପାଚିଲା ସେତେ ତାର ମଧୁରତା ବଢ଼ିଲା। ଦିନେ ମାଙ୍କଡ଼ ପାଚିଲା ପାଚିଲା ଜାମୁକୋଳି ବସି ଖୁସି ମନରେ ଖାଉଥାଏ। ଏହି ସମୟରେ ଗୋଟିଏ କୁମ୍ଭୀର ଆସି ପଡ଼ିଥିବା ଜାମୁକୋଳି ଖାଇଲା। ୱାଃ କି ସ୍ୱାଦିଷ୍ଟ ଜାମୁକୋଳି, ବଢ଼ିଆ ଲାଗୁଛି। ଓଃ ଟେଷ୍ଟ ଏମିତି ସବୁଦିନ ମିଳନ୍ତା କି? କୁମ୍ଭୀରଟି ଯେତେ ଖାଉଥାଏ ମାଙ୍କଡ଼ ସେତେ ପକାଉଥାଏ। ମାଙ୍କଡ଼ ଟିକେ ଜାମୁକୋଳି ପକାଇବା ରହିଯିବାରୁ କୁମ୍ଭୀର ଉପରକୁ ଆଁ କରି ରହିଥାଏ। ଏହି ସମୟରେ ମାଙ୍କଡ଼ କହିଲା, ବନ୍ଧୁ ଆଁଟା କରିଛ କିଆ? ଜାମୁକୋଳି ସ୍ୱର୍ଗରୁ ପଡ଼ୁନଥିଲା, ମୁଁ ପକାଉଥିଲି। ବନ୍ଧୁ ଜାମୁକୋଳି ବହୁତ ସ୍ୱାଦିଷ୍ଟ। ଏମିତିଆ ଜାମୁକୋଳି ମୁଁ ଆଗରୁ କେବେ ଖାଇନି। ଆଉ ଦିଟା ପକେଇଲେ ହୁଅନ୍ତାନି। ଏଇ ନିଅ ଖାଅ। ଉଫ୍ ଟେଷ୍ଟ। ଏଇ ଆଉ ଗୋଟେ ପେନ୍ଥା ପକଉଛି ବନ୍ଧୁ, ନିଅ ଖାଅ। ବାଃ ବାଃ ବନ୍ଧୁ ଆଉ ଦିଟା ପକାଅ। ହେଇ ନିଅ ପେନ୍ଥାଏ ଦି ପେନ୍ଥା ପକାଇଲି ବନ୍ଧୁ, ନିଅ। ବନ୍ଧୁ ମୋ ଘରକୁ ନେଲେ ମୋ ସ୍ତ୍ରୀ ପିଲାଛୁଆ ଖାଆନ୍ତେ। ଦି ଚାରି ପେନ୍ଥା ପକେଇଲେ ହୁଅନ୍ତାନି। ହଁ ବନ୍ଧୁ କାହିଁକି ନୁହେଁ, ଏଇ ନିଅ ତମ ଘରେ ସମସ୍ତେ ଖାଇବେ। ଏଇ ପକେଇଲି, ଧର ବନ୍ଧୁ। ଏମିତି ପ୍ରତିଦିନ କୁମ୍ଭୀର ନଦୀ କୂଳକୁ ଆସି ଯେତେ ଜାମୁକୋଳି ଖାଇବାର ଖାଏ ତାପରେ ଘରକୁ ନିଏ। ଏହିପରି ଭାବରେ ଯିବା ଆସିବା ଭିତରେ ମାଙ୍କଡ଼ ଆଉ କୁମ୍ଭୀର ଭିତରେ ବନ୍ଧୁତା ଅତି ନିବିଡ଼ ହେବାକୁ ଲାଗିଲା। ଗୋଟେ ଦିନ କୁମ୍ଭୀର ପିଲାର ଜନ୍ମଦିନ ଥିଲା। କୁମ୍ଭୀରଟି ଚାରିଆଡ଼ୁ ଆହାର ଖୋଜି ଖୋଜି ନିରାଶ ହୋଇ ଘରକୁ ଫେରିଲା। ତାର ସ୍ତ୍ରୀ କହିଲା, ଆରେ ଆଜି କ'ଣ ଜନ୍ମଦିନରେ ମୋ ପିଲାଟା ଉପାସ ରହିବ? କୁମ୍ଭୀର କହିଲା, ଆଉ ମୁଁ କ'ଣ କରିବି? ମାଙ୍କଡ଼ ପାଖକୁ ଗଲି ଯେ ମାଙ୍କଡ଼ ଗଛରେ ନାହିଁ। ବସି ବସି ଫେରିଲି। ଏବେ କ'ଣ କରିବି ମୁଁ ସେଇ କଥା ଭାବୁଛି। କାହିଁ ତମେ ଗୋଟେ କାମ କରୁନ, ଆଉ ଥରେ ଯାଅ, ନିଶ୍ଚିନ୍ତ ସେ ଗଛକୁ ମାଙ୍କଡ଼ଟି ଆସିବ। ଆଚ୍ଛା ମାଙ୍କଡ଼ଟି ଜାମୁକୋଳି ତ ସବୁଦିନ ଖାଉଛି। କୁମ୍ଭୀର କହିଲା, ହଁ ସେ ପ୍ରତିଦିନ ଖାଉଛି। ଆଚ୍ଛା ଯଦି ଜାମୁକୋଳିଟି ଏତେ ସୁଆଦିଆ, ଖାଉଥିବା ମାଙ୍କଡ଼ର ମାଂସ କେତେ ସୁଆଦିଆ ହେଇନଥିବ? ହଁ କୁମ୍ଭୀରର ଛୁଆ କହିଲା, ବାପା ମୁଁ ତା କଲିଜା ଖାଇବି। ଏକଥା ଶୁଣି କୁମ୍ଭୀରର ସ୍ତ୍ରୀ କହିଲା, ଆଚ୍ଛା ଆଜି କ'ଣ ପିଲାଟାର ଜନ୍ମଦିନରେ ତା ଆଶା ପୂରଣ କରି ତାକୁ ଟିକେ ଖୁସି ଦେବନି? କୁମ୍ଭୀର କହିଲା, ନା ନା ତମେ ସେମିତି କୁହନି। ଏତିକି ନ କରିପାରିଲେ ଧିକ୍ ମୋ ବାପ ପଣିଆକୁ। ନିଶ୍ଚିନ୍ତ ମୋ ପିଲାର ଆଶା ମୁଁ ପୂରଣ କରିବି। ଏତେକ କହି କୁମ୍ଭୀରଟି ମନରେ ଉପାୟ ପାଞ୍ଚି ପାଞ୍ଚି ମାଙ୍କଡ଼ ପାଖକୁ ନଦୀ କୂଳକୁ ଗଲା। କୁମ୍ଭୀର ଜାମୁ ଗଛରେ ମାଙ୍କଡ଼କୁ ଦେଖି ବହୁତ ଖୁସି ହେଇଗଲା। ଭାବିଲା ତା ପୁଅର ଆଶା ନିଶ୍ଚୟ ପୂରଣ ହେବ। ଅଧିକ ଜାମୁକୋଳି ଖାଇବା ଆଶାରେ କୁମ୍ଭୀର ମାଙ୍କଡ଼ ସହିତ ତା ସ୍ତ୍ରୀର କଥାରେ କଥାରେ ଭାଇ ଭଉଣୀ ସମ୍ପର୍କ ଯୋଡ଼ି ସାରିଥାଏ। ସେହି ସମ୍ପର୍କକୁ ନେଇ ମାଙ୍କଡ଼ କହିଲା, ଆଚ୍ଛା ବନ୍ଧୁ ତୁମେ ତ ଆସିଲ, ମୋ ଭଉଣୀ କ'ଣ କରୁଥିଲା? କୁମ୍ଭୀର କହିଲା, ହଁ ବନ୍ଧୁ ଆଜି ତୁମ ଭଣଜାର ଜନ୍ମଦିନ। ତମ ଭଉଣୀର ଏକା ଜିଦ୍ ତା ମାମୁଁକୁ ନେଇକି ଆସ। ଆଉ ଭଣଜାର ମଧ୍ୟ ଏକା ଜିଦ୍, ମୋ ମାମୁଁ ଆସିଲେ ମୁଁ ତାଙ୍କ ସାଙ୍ଗରେ ହସିବି, ଖେଳିବି, ନାଚିବି। କ'ଣ କହୁଛ ବନ୍ଧୁ? ତମେ ମୋ ସହିତ ଆମ ଘରକୁ ଯିବ ନା? ପୁଣି କୁମ୍ଭୀର କହିଲା, ତମ ଭଣଜା ନ ଖାଇ ନ ପିଇ ତମ ଆସିବା ବାଟକୁ ଚାହିଁ ବସିଛି। କ'ଣ କହୁଛ ବନ୍ଧୁ? କେତେ ଦିନ ଆଗରୁ ମାଙ୍କଡ଼ଟି ଏକୁଟିଆ ରହି ରହି ସାଥୀ ଖୋଜୁଥିଲା। ଯେତେବେଳେ ଏ ସୁଯୋଗ ତାକୁ ମିଳିଛି ସେ କେମିତି ବା ମନା କରନ୍ତା? କୁମ୍ଭୀର କଥାରେ ମାଙ୍କଡ଼ କିଛି ନ ଭାବି ହଁ ମାରିଦେଲା। ମାଙ୍କଡ଼ କହିଲା, ହଁ ବନ୍ଧୁ
आज मो भणजार जन्मदिन मो भौणी जेतेबेले खबर देइछि न गले मन दुख करबानी। अच्छा सेमती गले कौन गोटे कथा जामुकोली सहित मु आउरी अनेक फल रखिछि तुम सहित नेइकी जीवी। कुंभीर कहला जेते शीघ्र आस बंधु भणजा तुमर उपास चाई बसी। मांकड़ कहला अच्छा बंधु मु तो पानी रे जाई परिबिनी एते बाट मु केमिति जीवी। कुंभीर कहला नाई बंधु तुम मो पिठी रे बस मु तुमको सहजरे आम घर को नहीं जीवी शीघ्र टिके कर बंधु। मांकड़ कहला आउ कोन डेरी करबा को अछि बंधु मु तो सब सजरी कर देइछि आसो। मांकड़ कुंभीर पिठी रे बसिला। धीरे धीरे कुंभीर मांकड़ को नदी भीतर को नबा को लागिला। जेते आगू जाउथाए कुंभीरटी सेते शीघ्र जाउथाए। जेते बेले से मझी नई रे पहुँचला मांकड़ को कहला ए निर्बोध मांकड़ तो भणजा जामु कोली खाइबनी। आउ कोन खाइबो बंधु। खाइबो तो कलिजा तो कलिजा आ मांस रे गोटा बढ़िया भोजी हबो। यही समय रे मांकड़ मन को गोटिए बुद्धि आसिला। अरे बंधु एई कथा तुमे आगुरु मते कहिथिले होई न थांता मो भणजा खाइबो एथिरे उणा करिबारे कोन अछि। अच्छा मु तो मो कलिजा को कच्छ कोरडा रे रखी आसीची। कौन कहलु तुमे गोटे काम कर बंधु मते जामुकोली गछ पाखको नेकी चलो मु कोरडरू कलिजा नेकी तुम साथी रे जीवी। मांकड़ कथा को विश्वास करी कुंभीर मांकड़ को जामु गछ पाखको नेकी गला। जेमती जामु गछ पाखापाखी हेइछि कुंभीर पिठिरू मांकड़ फट करी जामु गछ को डेई पड़िला। आउ जामु गछ डाला को धरी कहला ए निर्लज्ज कुंभीर देहर कलिजा अलगा हेले केई कोन केबे बंचे।